ଭବାନୀର ଆଖିରେ ଆଜି ଲୁହ ପଳେଇ ଆସିବ। ଏପଟେ ଭବାନୀ ବସିକି କାନ୍ଦୁଥିବ ଆଉ ମହେନ୍ଦ୍ର ଆସି କହିବ ଭବାନୀ କଣ ହୋଇଛି କାହିଁକି ଏମିତି କାନ୍ଦୁଛ? ତାପରେ ଭବାନୀ କହିବ କାନ୍ଦିବିନି ତ ଆଉ କଣ କରିବି, ତମ ପୁଅ ବୋହୁ ପୁରାପୁରି ଭାଙ୍ଗି ପଡିଛନ୍ତି ଆଉ ସେମାନଙ୍କୁ ଦେଖି ମୁଁ ଆଉ ସହିପାରୁନି। ମତେ ବହୁତ କଷ୍ଟ ହଉଛି। ଗୋଟେ ମା ଯେତେବେଳେ ତା ସନ୍ତାନକୁ ହରାଏ ତାଠୁ ବଡ କଷ୍ଟ ଆଉ କିଛି ବି ନୁହଁ। ଆଉ ହଁ ସାହୁ ବାବୁ ମୋ ପୁଅ ବୋହୁଙ୍କର ଏମିତି ଅବସ୍ଥା ଜମା ବି ଦେଖିପାରୁନି। ଏମିତି କହି ବହୁତ କାନ୍ଦିବେ। ଅନ୍ୟପଟେ ସେଇ କଥା ଭାବି ଭାବି କ୍ରିସିକା ଛାତ ଉପରୁ ସୁଇସାଇଡ କରିଦେବେ। ପୁଣି ତ୍ରିନାଲି ନର୍ସ ଗେଟଅପରେ କ୍ରିସିକାଙ୍କ ରୁମରେ ପଶିଥିବା ବେଳେ ଘରର ସମସ୍ତେ ଦେଖିଦେବେ। ଖାସ କରି ଭବାନୀ କହିବ ତୁ ଏଠି କଣ କରୁଛୁ? ତୁ ଆଉ କ୍ରିସିକାକୁ ଛାତ ଉପରୁ ଠେଲି ଦେଇନୁ ତ? ଆଉ କାର୍ତ୍ତିକ ବି ତ୍ରିନାଲିକୁ ସେଠୁ ବାହାର ଯିବା ପାଇଁ କହିବେ ଆଉ ତ୍ରିନାଲି ଯାଇ ବାହାରେ ବସିଥିବେ। ସେତିକି ବେଳେ ଡକ୍ଟର ପହଞ୍ଚି କହିବେ ତମେ ତ୍ରିନାଲି ସାହୁ ନା? ତାହେଲେ କୁହ କ୍ରିସିକା ସୁଇସାଇଡ କରିବା ଆଗରୁ ତମେ ତାଙ୍କ ରୁମରେ କଣ କରୁଥିଲ? ପୁଣି ଏମିତି ନର୍ସ ଗେଟଅପରେ। ତାପରେ ଜଣେ ନର୍ସ କହିବ ସାର୍ ଏଇଟା ମୋ ୟୁନିଫର୍ମ, ସେ ମତେ ଇଲିଗାଲି ନିଦ ଇଞ୍ଜେକ୍ସନ ଦେଇକି ସେ ରୁମରୁ ପଳେଇ ଯାଇଥିଲେ। ତାପରେ ଡକ୍ଟର କହିବ ତାହେଲେ ଏଇ ମ୍ୟାଟରରେ ଆମକୁ ପୋଲିସ କମ୍ପ୍ଲେନ କରିବାକୁ ପଡିବ, ଆମକୁ ଯେମିତି ହେଲେ ଏଠି ପୋଲିସକୁ ଡାକିବାକୁ ପଡିବ। ସେଠୁ ତ୍ରିନାଲି କହିବ ଠିକ ଅଛି ଆପଣ ପୋଲିସକୁ ଡାକନ୍ତୁ, ମୋର କିଛି ବି ଅସୁବିଧା ନାହିଁ, କାହିଁକି ନା ମୁଁ ଜାଣିଛି ମୋର ଏଥିରେ କିଛି ବି ଭୁଲ ନାହିଁ। ତାପରେ ପୋଲିସ ଆସି ଇନଭେଷ୍ଟିଗେସନ ଆରମ୍ଭ କରିଦେବ ଆଉ ସବୁ ପଚରା ଉଚରା କରି ପୋଲିସ କ୍ରିସିକାଙ୍କ ହୋସ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବ। ଦର୍ଶକ ବନ୍ଧୁ କ୍ରିସିକାର ହୋସ ଫେରିବା ପରେ କ୍ରିସିକା ତାଙ୍କ ଭଉଣୀକୁ ସବୁ ଦୋଷ ଲଦି ଦେବ କି ହଁ କି ନାହିଁ ଆମକୁ କମେଣ୍ଟରେ ଜଣାଇବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ।